নমো ভগবতে वासुदेवाय। यथा मंगलाचरण भागिष्या यस्य वदने लखेषु च वक्यसि यशते हृदय वसति तनुसिंहं भजे विश्व सर्वदिवा लक्षणं श्रीकृष्णाख्य परोध्याम जगद्धाम नमामि तथा माधव माधव वैश्य सर्वसिद्धि विनायते वंदे परस्परत्यं परस्परं प्रियलोकं मूकं करति वाचं पंगु लंघयते गिरि यत्कृपाहतमः वन्दे परमानन्दः माधव जो ब्राह्मण रुद्रेणं तु स्तुतन्ति दैवस्तव देवसङ्गपद पश्यन्ति जो समज्ञ ध्यानवसते गदगदे मनसा पश्यन्ति जो योगिना दर्शन्ते नवोदिसुरासुरगणदेवाय स्तुते नमः नारायणं नमस्कृत्यं नरश्चैव नरोत्तमो देवी सरस्वती व्यासं ततो जयमुद्रतं निर्गलं कल्पितं फलविमुखाभिर्व्ययुक्तं पिपतं भागवतं रसमालयितं प्रभु। द्विविंश अध्याय अष्टम स्कंद द्विविंश अध्याय बोल प्रबंधवार हरिवल अभरस्य कहे हे व्याससुत शुण राजन परीक्षित शुक उवाच बोल प्रबंधवार हरिवल हेमंते विष्णु मुखुषणी बलि कृताथ प्राय मणि साधु सुमति से स्वभावे प्रसन्न मन्ते हे प्रिय भावे कर अंजलि शिरे धरी रोम पुलक अश्रु भरी प्रमाण करी विष्णु पादे वेगे आनंद गद गदे बलि उवाच बोल प्रबंधवार हरि बोल अमोहर भाग्य हे जगते दान मुदेली तोर हस्ते ब्रह्मा सृष्टि रे होई जन्म केबा लभिली एड़े कर्म भनाथ अनुग्रह तोर दिगपालंकु अगोचर कमलाश्रय जे पाद दुर्लभ लभिव प्रसाद कहन्ति सुख सुख मुनिवर शुण पांडव वंशधर शुक उवाच बोल प्रबंधवार हरिवल हेमंते विष्णु पादे कही पुत्र कलत्र संगे लई बलि जे बसिला निश्चले गोविंद श्री चरण तले हीरा कुदान देवा कली नाभिरुबाद जात हेली ताहार शिरे हे पाद देई चापिले ब्रह्मांड गोसाई बलि देखते हे बेनी डोले गोविंद चापिले पाताले भक्त बचल भग भावग्राही सुतुलपुरे हे ठाव देई तक्षणे सुत होल प्रवेश सुबिला जय जय घोष इंद्र कुवाणी तो समने चापिल महर भुवने अदिति कला प्रयव्रत सफल कले से जगन्नाथ देखिण निज नीति गति कृतार्थ प्रहलाद मति खंडिले जगत विषाद बलि लभिला पद्मपाद हेमंते नमि विष्णु पादे आनंदे अश्रु गद गदे हिरण्यकश पकुमर होइले देख भाग्य मोर हे जगन्नाथ हर प्रसाद लभि न पारे हे ब्रह्मा रुद्र कमला वक्ष तले बसी कटाक्षे जन दुख राशि सर्वदा समीपे बसई प्रसाद लभि न पारई जहाँ न लभे हे वामदेव अबाके कह ताहा पाइब जे पाद पद्म रेणु आसे
যোগীয়ে যোগ সাধি ব্রাসে অষ্টাঙ্গ যোগ পাই সুদাস চরণে করু থান্তি আশ্রয় সে কাহু লভিব সে ভাব যাহা ন পারନ୍ତି ଯାହା ନ ପାସନ୍ତି ବ୍ରହ୍ମା ଶିବ ଏମନ୍ତେ ପ୍ରହ୍ଲାଦକୁ କହି ବାମନ ପାଦେ ଶିରେ ଦେଇ ଦେଖି ସନ୍ତୋଷ ଭଗବାନ କହନ୍ତି କମଳ ଲୋଚନ ଭଗବାନ ଆଜ ବୋଲ ବୃନ୍ଦାବାର ହରି ବୋଲ ପ୍ରହ୍ଲାଦ ଶୁଣ ମୋ ଉତ୍ତର ଯାଉ ତୁ ସୁତଳ ମନ୍ଦିର ଆନନ୍ଦେ ନିଜେ ପତ୍ର ତୁଲେ ସୁଖେ ବିହର ଜ୍ଞାତି ମେଳେ ମୂର୍ତ୍ତି ବିଗଦା ପାଣି ହୋଇ ନିତ୍ୟ ଦେଖିବୁ ମୋତେ ତୁହି ମୋ ପ୍ରହ୍ଲାଦ ମୋ ଦର୍ଶନ ନାସିବ କର୍ମର ବନ୍ଧନ ସୁକ ଉବାଚ ବୋଲ ବୃନ୍ଦାବାର ହରି ବୋଲ ବିଷ୍ଣୁର ବଚନ ଶୁଣିଲା ଆନନ୍ଦେ ମତେ ସ୍ତୁତି କଲା ପ୍ରହ୍ଲାଦ ସଙ୍ଗେ ଦୈତ୍ୟ ବଳ ସକଳେ ମିଳିଲେ ସୁତଳ ଏବେ ଶୁଣ ପରୀକ୍ଷିତ ଅଦ୍ଭୁତ ଗୋବିନ୍ଦ ଚରିତ ଏଥୁ ଅନ୍ତରେ ସେବା ମନ ଶୁକ୍ରକୁ ଆଜ୍ଞା ଦେଲେ ପୁଣ ଯୋଗର ଶେଷେ ତୁମ୍ଭେ କର ପଳିକି ନ କର ବିଚାର ଯେ ଯଜ୍ଞ ସନ୍ତୋଷ ଗୃହର ନିନାତିରିକ୍ତ ନାହିଁ ତାର ଶ୍ରୀକୃଷ୍ଣ ବାକ୍ୟ ଭୃଗୁ ଦୋଷେ ଯଜ୍ଞାବେଶନ କରି ଶେଷେ ଯଜ୍ଞାନ୍ତି ସେ ଯଜ୍ଞ ପୁରୁଷ ତକ୍ଷଣେ ହୋଇଲେ ସନ୍ତୋଷ ଯଜ୍ଞ ପୁରୁଷ ରୂପେ ହରି ଆଉ ଅନଳ କୁଣ୍ଡ ଅବତରି ଭୃଗୁ ବଦନ ନାହିଁ ତ ସେ ବୋଲନ୍ତି ସୁଧର୍ମ ବିଶ୍ୱାସେ ଯଜ୍ଞ ସ୍ୱଭାବ ବ୍ରହ୍ମା ଆଦି ବିପ୍ରେ ଅଛନ୍ତି ଦେବବାଦୀ ତାହାଙ୍କୁ ଗୌରବ କରି କହନ୍ତି ଯଜ୍ଞ ରୂପଧାରୀ ଯଜ୍ଞ ପୁରୁଷ ଉବାଚ ବୋଲ ବୃନ୍ଦାବାର ହରି ବୋଲ ତୁ ବ୍ରହ୍ମ ସନାତନ ଶିଷ୍ୟ ଜାଣୁ ତୁ ଏ ଭୂତ୍ୟ ଭବିଷ୍ୟ ଆଗମ ନିଗମ ବିଦିତ ମୁକ୍ତ ଦେଖିଲି ବିପରୀତ ଯଜ୍ଞ ସଂକଳ୍ପ କଲୁ ହାତେ ବଳି ବସିବ ଇନ୍ଦ୍ରପଦେ ଏବେ ତୁ କର୍ମ ଛିଦ୍ର ଦେଖି କହିଲୁ ଯଜ୍ଞକୁ ପେଖି ଯଜ୍ଞ ଲଙ୍ଘନ କର୍ମ କଲେ କେମନ୍ତେ ବର୍ତ୍ତିବୁ ତୁ ଅଲେ ଏ ଯଜ୍ଞ ତୋହର ଗୋଚର ତୁ ଏବେ ପୂର୍ଣ୍ଣ ହୁତି କର ଫଳ ପାଇବ ଯମମାନ ତୁ କୂଳେ ଥିବୁ ତୋର ମାନ୍ୟ ସୁକ ଉବାଚ ବୋଲ ବୃନ୍ଦାବାର ହରି ବୋଲ ଯଜ୍ଞ ପୁରୁଷ ମୁଖୁ ଶୁଣି ଭୃଗୁ ଅନେକ ସ୍ତୁତି ଭଣି ଚାହିଁ ସେ ବାମନ ଚରଣ ଯଜ୍ଞ ସ୍ୱରୂପୀ ନାରାୟଣ ବୋଇଲୁ ଜୋରି ବେନିକର ପୁଲକ ଆନନ୍ଦ ଶରୀର ଓ ନାଥ ଏ ଯଜ୍ଞ ଶରୀର ଅଶେଷ ଜନ ଉପକାର କର୍ମର ଈଶ୍ୱର ତୁ ଯହିଁ ତୁ କର୍ମ ଛିଦ ହୋଇ ନାହିଁ ତୁ ମନ୍ତ୍ର ଆଦି ଦଶ କାଳେ ଯେ ଛିଦ୍ର ହୁଅ ଈଶ କଳେ ତୋ ନାମ କୀର୍ତ୍ତନେ ସଫଳେ ଅଛିଦ୍ର ହୁଅ ଈଶ କଳେ ତୁ ପ୍ରଭୁ ସଂସାର କାରଣ ନମେ ଆଉ ନମୋ ନମସ୍ତେ ନାରାୟଣ ଏମନ୍ତେ ଆଜ୍ଞା ଘେନି ମତେ ଶ୍ରୁବଧଇଲା ଦକ୍ଷ ହସ୍ତେ ଋତ୍ରିଜ ଋଷି ଗଣ ସଙ୍ଗେ ଆହୁତି ଦେଲେ ଦେବ ମାର୍ଗେ ଆନନ୍ଦେ ହୋଇ ବୃତ୍ତି ଭ୍ରମ ଭୃଗୁ ହୋଇଲେ କୃତ୍ୟ
ଶ୍ରୀକୃଷ୍ଣ ପାଦ କରି ଧ୍ୟାନ କହନ୍ତି ବ୍ୟାସ ନନ୍ଦନ ଏବେ ତୁ ଶୁଣ ହେ ରାଜନ ବାମନ ରୂପ ଭଗବାନ ବଳିର ହସ୍ତୁ ଘେନି ଦାନ କପଟେ ତିନି ଭୁବନ ଇନ୍ଦ୍ରଙ୍କୁ ଇନ୍ଦ୍ର ପଦେ ସ୍ଥାପି ତିନି ଭୁବନ ତନୁ ବ୍ୟାପୀ ବିଷ୍ଣୁଙ୍କୁ ଦେଖି ଦିବ୍ୟ ଗତି ସକଳ ଦେବ ଦେବପତି ଭୃଗୁ ଅଙ୍ଗିରା ଘେନି ତୁଲେ ପିତୃରାଜସ୍ୱ ଦକ୍ଷ ମେଳେ କୁମାର ମେଳେ ହେ ଭୃଗୁପତି ମିଳିଲେ କଶ୍ୟପ ଅଦିତି ଦିଗପାଳଙ୍କ ମଧ୍ୟ ଆଣି କଳ୍ପ କୁସୁମ ଗଙ୍ଗା ପାଣି ବାମନ କରି ଅଭିଷେକେ ସର୍ବସମ୍ପଦେ ମନ ସୁଖେ ଅଶେଷ ନୃତ୍ୟ ଗୀତ ବାଦ୍ୟେ ଇନ୍ଦ୍ରଙ୍କୁ ସ୍ଥାପି ଇନ୍ଦ୍ରବାଦେ ସର୍ବସମ୍ପଦ ସଙ୍ଗେ ଘେନି ମଙ୍ଗଳ ଦେବ ଦାନ ମୁନି ବ୍ରହ୍ମା ଶଙ୍କର ଦୋଷ ମନେ ବାମନ ବସାଇ ବିମାନେ ଆନନ୍ଦେ ପ୍ରଜାପତି ବୋଲେ ସକଳେ ସ୍ୱର୍ଗ ପୁର ଗଲେ ଇନ୍ଦ୍ର ବାମନ ଭୁଜ ବଳେ ସକଳ ଦିଗ ପାଳ ମେଳେ ନିଶ୍ଚନ୍ତେ ସ୍ୱର୍ଗ ସେ ରହିଲା ଯେଣୁ ଅଦିତି ବ୍ରତ କଲା ଏବେ ହୋ ପରିକୀର୍ତ୍ତ ଶୁଣ ବ୍ରହ୍ମା ଶଙ୍କର ଦେବଗଣ ବାମନ ପଦେ ସ୍ତୁତି କଲେ ଆନନ୍ଦେ ନିଜ ପୁରେ ଗଲେ ବଳି ବାମନର ପ୍ରସ୍ତାବେ ପ୍ରଦୋଷ କହିଲୁ ତ ଭାବେ ତୁଜେ ପଚାରିଲୁ ମତେ ବାମନ ରୂପ ତୋ ଅଗ୍ରତେ କହିଲି ଅତି ଅନ୍ତ କରି ଯେ ଯଥା ଶ୍ରବଣ ନିସ୍ତରୀ ବିଷ୍ଣୁ ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ ଭୂମିରେ ରେଣୁ ଅଛି ଯେତେ ଆକାଶେ ନକ୍ଷତ୍ର ସହିତେ ଆମେ ଗବରସା ଯେତେ ଧାର ଯେ ବୁଦ୍ଧି ପ୍ରକାଶ ନିହର ଏହା ଗଣିତ ଅତିରେକେ ଜଗତେ ଅଛନ୍ତି ନା ଲୋକେ ହରି ମହିମା ସଂଖ୍ୟାକାରୀ ସଂସାରେ ନାହିଁ ଦେବଧରି ଅଦ୍ଭୁତ ଚରିହିତ ବାମନ ଯେ କରେ ଶ୍ରବଣ କୀର୍ତ୍ତନ ସକଳ ବିଘ୍ନ ନାଶ ଯାନ୍ତି ଅନ୍ତେ ପରମ ଗତି ପାଇ ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାଚ୍ୟା ସଂହିତା ଅଷ୍ଟମ ସ୍କନ୍ଧେ ବାମନ ଅବତାର ଚରିତ ନାମ 22 ଅଧ୍ୟାୟ। त्रयोविंश अध्याय अष्टम स्कंद त्रयोविंश अध्याय बोल प्रमाणवार हरि बोल चिंती श्रीकृष्ण पादम्बुज कहन्ति व्यासहंकतनुज सुक उवाच बोल प्रमाणवार हरि बोल शुण हे अभिमन्यु बला हेमंते ईश्वरर लीला माया कल्पित हवे संसारे मत्स्यादि नाना अवतारे धर्म को पाले है जुगे जुगे साधु को रख अनुरागे दुष्ट निवारी ही संत पालु रूप प्रकाशे है जथा काले ता रूप के कहरिबंत स्वभाव महिमा अनंत एणु सुकुल मुखु शुणी आनंद मने है नृपवणी बोले चरण कर देई भमुनि नित हरिली मुहि परीक्षित उवाच बोल प्रमाणवार हरि बोल ओम भूर्भुवस्सुः तस्य विदुर्वरेण्यं भर्गो देवस्य धीमहि यो यो न प्रचोदयात् शांति पृथ्वी शांति।